जगिब ब्रह्म सबुठारी सकल घटरी बिहरी मायारी होई न आवृत पाशरी निज सत्ता सीत ओइला जमी दर्पण रे बिंब दर्शने बाधा करे साई लीला को शुणिबा भव बंधनु पार हेबा शुणी साई गुण कर्म साधक जनक आगम पातंजलि योग शास्त्र थिला तो ताहाक मुखस्थ साधना अभ्यास न करी पढ़ंती शास्त्र सुआ परी साई को गुरु पदे बरी साधना पाई मन करी आसंती साई खाऊथिली कंचा पियाज रुटी तुले जे कंचा पियाज को खाई से की साधना जानी थाए बाबा जानिले ता भावना कहिले न हुआ बिमना कंचा पियाज भी खाइब साधना बाट देखाइब साई को सर्वज्ञता जानी पादी पड़िला से ही क्षणी आहुरी एक लीला शुण सर्पदशिला श्यामे जान हातर काणी आंगुठी रे सारा देहरे विष चरे श्याम बाबा पासे गले दूररु चित्कार शुणिले बाबा कहती श्याम चाही चाली जा खसी जाजी कही श्याम जानती बाबा गुण क्षणे शीतल क्षणे उष्म श्याम जे बसिण रहिले साई ताहांकु आश्वासिले राति क अनिद्रा रहिब सापर विष खसी जीव चाली जा खसी जाजी विष सेथिला साई तो आदेश शिरिडी ग्रामरी होई जा आतंकी सर्वग्राम प्रजा पंचायतर निर्देश छेली कटा जे बड़ दोष शिरिडी ग्रामवासी डेई जाळेणी आसी बजे नाही बाबा ताहाकु न मानिले जाळेणी गाड़ी मगाइले निज धुनी रे से जाळती गरीब लोके बांटी दियंती बूढ़ी छेलीटे देखी बाबा कहती काट बड़े बाबा नाम जे वीर मोहम्मद बड़े बाबा रे से विख्यात राजी होइथिले सेही अजथा पशु नाश पाई श्याम जी पाइले आदेश छुरी खोजिले चौपास राधा कृष्ण माइन देले छुरी को छड़ाइन नेले साई डाकंती सुन काका छेली कुहाण तुमे का नैष्ठिक ब्राह्मण सीथिले बाबा को अवज्ञान कले छुरी टेकंती उच्चे जान साई कहंती सुना सुना तुम्भे नष्टिक विप्र होई प्राणी मारिबा न जोगाई काका साहेब तुम्भे चढ़ आम्भे जे मारी बाछा गड़ शेषरी मालिक को चाही कहंती छेली निय तुही मालिक छेली सहितरी चढ़ई विस्मित अंतरी अल्प दूर जाइथिला बाटरे छेली मरी गला छेली मारिबा छळ नेई भक्त परकु थिले साई उत्तम मध्यम अधम भक्तंक एवती करण उत्तम गुरु मन जानी सेवा शिकारी परिमाणी मध्यम गुरुर आदेश पालन करई अवश्य अधम गुरुर वचन
ଭଲ ଓ ମନ୍ଦ ବାଛେ ଯେଣ। ସାଇ ଚରିତ ସୁଧାରସ ପାନେ ଯେ ଉଦୟ ବିଶ୍ୱାସ ବିଶ୍ୱାସ ହେଲେ ମିଳେ ହରି ସାଇ କହନ୍ତି ହାତ ଧରି। ସୁଜନେ ନ ଧରିବ ଦୋଷ 23 ଅଧ୍ୟାୟର ଶେଷ। ସୁଜନେ ନ ଧରିବ ଦୋଷ 23 ଅଧ୍ୟାୟର ଶେଷ। ଓಂ ନମୋ ଭଗବତେ ସାଇନାଥାୟ। ଓಂ ନମୋ ଭଗବତେ ସାଇନାଥାୟ। ଓಂ ନମୋ ଭଗବତେ ସାଇନାଥାୟ। ଓಂ ନମୋ ଭଗବତେ ସାଇନାଥାୟ। ସାଇଙ୍କ ରୂପକୁ ଯେ ଧ୍ୟାନ ସାଇଙ୍କ ଚରିତ ମନନ ଲୀଳା ଶୁଣିଣ ଆନନ୍ଦରେ ଭବ ସାଗରୁ ପ୍ରାଣୀ ତରେ। ହିମଦ ପନ୍ଥ ଦିନ କରେ ମୋ ସଚିଦରେ ବସିଥିଲେ। ଶ୍ୟାମ ଛୁଇଁଲେ ତାଙ୍କ ଜାମା ତଳେ ପଡ଼ିଲା କିଛି ଚଣା। ଚଣା ପଡ଼ିବା ତଳେ ଦେଖି ହିମଦ ବସନ୍ତି ସଳଖି ଆହୁରି ଚଣା ତ ଖସିଲା ହିମଦ ଆଶ୍ଚର୍ଯ୍ୟ ହୋଇଲା। କାହୁଁ ଅଇଲା ଏତେ ଚଣା ସାଇଙ୍କ ରହସ୍ୟ ଅଜଣା। ବାବା କହନ୍ତି ତହୁଁ ହସି ହିମଦ ନୁହଁଇ ବିଶ୍ୱାସୀ। ହିମଦ ଲୋଭି ଗଲା ଜଣା ଏକା ଖାଇଲା ସେହି ଚଣା ଶିରିଡ଼ି ହାଟରୁ କିଣିଲା ଏକାକି ବସି ଚୋବାଇଲା। ମୋତେ ବି ଦେଲା ନାହିଁ ସିଏ ଆଉ କାହାକୁ ଅବା ଦିଏ। ହିମଦ ମୁହଁ ଭାରି କରି କହନ୍ତି ମୁଁ ନୁହେଁ ସେପରି। ହାଟକୁ କେବେ ଯାଇ ନାହିଁ ଏକାକି ମୁଁ ହିଁ ଖାଇ ନାହିଁ। ଅବଶ୍ୟ ଏହା ଅଟେ ସତ୍ୟ ଗୁରୁଙ୍କୁ ନ ଦିଏ ମୋ ଭୁକ୍ତ। ମୋହର ଶିକ୍ଷା ହେଲା ଜାଣ ଗୁରୁଙ୍କୁ ସମର୍ପିବା ଜ୍ଞାନ। ଗୁରୁଙ୍କୁ କଲେ ସମର୍ପଣ ହୁଏ ତା ଅମୃତ ସମାନ। ପୂର୍ବରେ କୃଷ୍ଣ ଅବତାରୀ ସୁଦାମା ସଖାଙ୍କ ସଙ୍ଗରେ କରିନଥିଲେ ଚଣା ଲୀଳା ଆଜି ବି ପୁଣି ସେହି ଖେଳା। ଚଣା ନ ଦେଇ କୃଷ୍ଣରେ ସୁଦାମା ଏକାକୀ ଭକିଲେ। ଦାରିଦ୍ର୍ୟ ପୀଡ଼ିତ ହୋଇଲେ ବହୁ କଷ୍ଟରେ ଦିନ ନେଲେ। ଯାଚିଲେ ଖୁଦ ଭଜା ମୁଠି ହୋଇଲେ ପୁଣି ସେହି ସୃଷ୍ଟି। ଯିଏ ଯେପରି ଭଜେ ସାଇ ସେପରି ପ୍ରସନ୍ନ ସେ ହୋଇ। 24 ଅଧ୍ୟାୟର ଶେଷ ସୁଜନେ କର ମନ ତୋଷ। 24 ଅଧ୍ୟାୟର ଶେଷ ସୁଜନେ କର ମନ ତୋଷ। ଓಂ ନମୋ ଭଗବତେ ସାଇନାଥାୟ। ଓಂ ନମୋ ଭଗବତେ ସାଇନାଥାୟ। ଓಂ ନମୋ ଭଗବତେ ସାଇନାଥାୟ। ଓಂ ନମୋ ଭଗବତେ ସାଇନାଥାୟ। ଯୋଗ ଓ ପିଆଜ ଖାଇବା ବୃତ୍ତାନ୍ତ ଏକ ସୁନ୍ଦର ସନ୍ଦେଶ ଅଟେ। ଜଣେ ଯୋଗଶାସ୍ତ୍ରକାର ସମସ୍ତ ପ୍ରକାର ଆଧ୍ୟାତ୍ମିକ ଗ୍ରନ୍ଥ ପଢ଼ିବା ସତ୍ତ୍ୱେ ନିଜ ଭିତରେ ଏକାଗ୍ରତା ଆଣିପାରିନଥିଲେ। ତେଣୁ ସେ ଶିରିଡ଼ି ଆସିଲେ। ବାବା ସେହି ସମୟରେ ରୁଟି ସହ ପିଆଜ ଖାଉଥିଲେ। ଏହି ଦୃଶ୍ୟକୁ ଦେଖି ମନରେ ଶଙ୍କା କରି ଭାବିଲା ଏଭଳି ଖାଦ୍ୟ ଖାଉଥିବା ଲୋକ ମୋତେ କ'ଣ ଶିକ୍ଷା ଦେବେ। ବାବା ତା ମନର ଭାଷାକୁ ପଢ଼ି କହିଥିଲେ ପିଆଜ ଯିଏ ହଜମ କରିବ ସିଏ ସିନା ଖାଇପାରିବ। ବାବା ଯେ କେତେ ମହାନ ଓ ସରଳ ତାଙ୍କ ଖାଦ୍ୟ ଓ ବେଶ ପରିପାଟିକାରେ ତାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତା ବହିର୍ଭୂତ ଘଟଣା। ପୁନଃ ଏ ଘଟଣା ଶିକ୍ଷା ଦିଏ ଜଣଙ୍କର ଖାଦ୍ୟପେୟ ଓ ପୋଷାକକୁ ଦେଖି ତାର ଚରିତ୍ରକୁ ବିଶ୍ଳେଷଣ କରିବା ଉଚିତ ନୁହେଁ। ବାବା ଭକ୍ତମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିରୁ ସୁରକ୍ଷା କରୁଥିଲେ।
ଯେତେବେଳେ ଶିରିଡ଼ିରେ ବିସୂଚିକା ରୋଗ ବ୍ୟାପିଥିଲା, ବାବା ଗ୍ରାମବାସୀଙ୍କୁ ଅଭୟ ପ୍ରଦାନ କରି ସମସ୍ତ କଟକଣାରୁ ମୁକ୍ତ କରିଥିଲେ ଓ ସମସ୍ତ ବାରଣ ସତ୍ତ୍ୱେ କାଠବାଲାଠାରୁ କାଠ କିଣୁଥିଲେ। କାରଣ ଧୂନି ଜାଳିବା ପାଇଁ କାଠର ଆବଶ୍ୟକ ଓ ଜଗତର ମଙ୍ଗଳଦାୟକ ବିଭୂତି ପାଇଁ ଧୂନି ଜାଳିବା ନିତ୍ୟାନ୍ତ ଆବଶ୍ୟକ। ବାବା ଭକ୍ତମାନଙ୍କୁ ସାଂସାରିକ ଓ ଆଧ୍ୟାତ୍ମିକ ଉନ୍ନତି ପଥରେ ଗତି କରାଇ ଶ୍ରେଷ୍ଠତା ଆଡ଼କୁ ନେଉଥିଲେ। କିନ୍ତୁ ଏ ଶ୍ରେଷ୍ଠତା କାହା ଭିତରେ କେତେ ଅଛି ଏକଥା ମଧ୍ୟ ପରୀକ୍ଷା କରୁଥିଲେ। ଏହି ହିସାବରେ ଭକ୍ତମାନଙ୍କୁ ସର୍ବୋତ୍କୃଷ୍ଟ, ମଧ୍ୟମ ଓ ସାଧାରଣରେ ବିଭାଜିତ କରାଯାଏ। ଥରେ ପରୀକ୍ଷାମୂଳକ ବାବା ଗୋଟିଏ ଛେଳି କାଟିବା ପାଇଁ ମୁସଲମାନ ଭକ୍ତ ବଡ଼େ ବାବା ସାମାଙ୍କୁ କହିଲେ, ହେଲେ ଏମାନେ କୌଣସି ଆଳ ଦେଖାଇ ମନା କଲେ। ଏହି କାମ ପାଇଁ ରାଧାକୃଷ୍ଣ ମାଇଙ୍କ ଘରୁ ଛୁରୀ ଆସିଛି ବୋଲି ଜାଣିଲା ପରେ ମାଇ ନିଜେ ଯାଇ ଛୁରୀଟିକୁ ନେଇ ଆସିଲେ। କିନ୍ତୁ କାକା ସାହେବ ଦୀକ୍ଷିତ ଏକ ସମ୍ପୂର୍ଣ୍ଣ ସମର୍ପିତ ବ୍ୟକ୍ତିତ୍ୱର ସର୍ବୋତ୍କୃଷ୍ଟ ଭକ୍ତ ଜଣେ। ବାବା ଯେତେବେଳେ ଦୀକ୍ଷିତ ମହାଶୟଙ୍କୁ ଆଦେଶ ଦେଲେ ସେ ନିଃସଙ୍କୋଚରେ ଛେଳିକୁ ଚୋଟ ପକାଇବାକୁ ଉଦ୍ୟତ ହୁଅନ୍ତେ, ବାବା ତାଙ୍କୁ ବାରଣ କରି କହିଲେ, ତୁମେ ପରା ନିଷ୍ଠାପୂର୍ଣ୍ଣ ବ୍ରାହ୍ମଣ ଅଟ, ପୁଣି ଏ କାମ କ'ଣ କରୁଛ? ଦୀକ୍ଷିତ ଉତ୍ତରରେ କହିଥିଲେ, ଆପଣଙ୍କ ଅମୃତ ତୁଲ୍ୟ ବାଣୀ ଆମ ପାଇଁ ଆଇନ ସଦୃଶ, ଆମେ କୌଣସି ନିୟମ ଜାଣିନାହୁଁ। ଦୀକ୍ଷିତ ମହାଶୟ ମଧ୍ୟ ଜାଣିଥିଲେ ବାବା ମାନବ ମନର ମର୍ମଜ୍ଞ, ଜୀବନ ସୃଷ୍ଟି ରହସ୍ୟ ଜ୍ଞାତା ତଥା ଈଶ୍ୱରୀୟ ଚେତନାର ଚଳନ୍ତା ସମ୍ବାହକ। ବାବାଙ୍କର ସମସ୍ତ କାର୍ଯ୍ୟ ପ୍ରକ୍ରିୟା କେବଳ ସତ୍ପ୍ରୟୋଜନ ହେତୁ ପରିଚାଳିତ। ଦୀକ୍ଷିତ ମହାଶୟ ମଧ୍ୟ ନିଜର ପାତ୍ରତାକୁ ସିଦ୍ଧ କରିଥିଲେ। ସାଇବାବାଙ୍କ ଲୀଳା ଶ୍ରବଣରେ ମନରେ ଏକ ଅପୂର୍ବ ଶାନ୍ତି ଅନୁଭବ ହୁଏ। ଏଭଳି ଏକ ଚନକ ଲୀଳା ପ୍ରସଙ୍ଗ। ଶିରିଡ଼ି ଗ୍ରାମରେ ପ୍ରତ୍ୟେକ ରବିବାର ହାଟ ବସିଥିବାରୁ ସାଇଙ୍କ ମସଜିଦ ମଧ୍ୟ ବହୁତ ଭିଡ଼ ରହୁଥିଲା। ଏଭଳି ଏକ ରବିବାରରେ ବାବାଙ୍କ ପାଖରେ ସବୁ ନିକଟତମ ଭକ୍ତ ବସିଥିଲେ ଓ ହିମତ ପନ୍ଥ ପଦସେବା କରୁଥିଲେ। ଏହାପରେ ବାବାଙ୍କ ଲୀଳା ଆରମ୍ଭ ହୋଇଗଲା। ଏକ ହାସ୍ୟରସ ସମସ୍ତେ ପାନ କରୁଥିବା ସମୟରେ ହିମତ ପନ୍ଥଙ୍କ ପକେଟରୁ ଚଣା ବାହାରି ଆସିଲା। ଏହି ଚଣାକୁ ଦେଖି ହିମତ ପନ୍ଥ ଅନ୍ଦାଜ ଲଗାଇ ପାରିନଥିଲେ ଏହା କେତେବେଳେ ପକେଟକୁ ଆସିଲା। ହେଲେ ବାବାଙ୍କ ଲୀଳା ଥାଏ କିଛି ଚେତନାର ବାର୍ତ୍ତା ଦେବା ପାଇଁ। ଥଟ୍ଟା କରି କହିଲେ, ଏହି ହିମତ ପନ୍ଥର ଏକୁଟିଆ ଖାଇବା ଅଭ୍ୟାସ ଅଛି। ହିମତ ପନ୍ଥ ଏଥିରେ ନାରାଜ ହୋଇ କହିଲେ, ମୁଁ ଏଭଳି ଭୁଲ କେବେ ବି କରେନି। ତୁମେ ତୁମର ଉପସ୍ଥିତ ଲୋକଙ୍କୁ ଦିଅ, ହେଲେ ମୋତେ ସ୍ମରଣ କର କି? ଶ୍ରୀମଦ୍ ଭଗବତ ଗୀତାର 9ମ ଅଧ୍ୟାୟ ରାଜଜ୍ଞ ଯୋଗରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ଯତ୍ କରୋଷି ଯଦସ୍ନାସି ଯଜ୍ଜୁହୋଷି ତଦାସି ଯତ୍ ପଶ୍ୟସି କୌନ୍ତେୟ ତତ୍ କୁରୁଷ୍ୱ ମଦର୍ପଣଂ। ହେ କୌନ୍ତେୟ, ତୁମ୍ଭେ ଭୋଜନ, ହୋମ, ଦାନ ଓ ତପସ୍ୟା ପ୍ରଭୃତି ଯେକୌଣସି କର୍ମ କର ତାହା ଆମ୍ଭଠାରେ ଅର୍ପଣ କର। ବାବା ହିମତ ପଥଙ୍କର ଏ ଲୀଳା ଶିଖାଇ ଦିଏ, ତୁମର ଉପାର୍ଜିତ ଧନ ହେଉ କିମ୍ବା ସୁସ୍ୱାଦ ଖାଦ୍ୟ ହେଉ, ତା ଭଗବାନଙ୍କୁ ଅର୍ପଣ ସହ ନିଜ ପାଖରେ ଉପସ୍ଥିତ ଲୋକଙ୍କୁ ଖାଦ୍ୟ ବଣ୍ଟନ ଓ ନିଜର ବନ୍ଧୁବାନ୍ଧବଙ୍କର ଦୁଃସମୟରେ ଅର୍ଥଦାନ ଜୀବନରେ ପୂର୍ଣ୍ଣତା ଆଣିଦେବ। ବାବା ଏକ ପରିପୂର୍ଣ୍ଣ ଦିବ୍ୟ ବ୍ୟକ୍ତିତ୍ୱର ସନ୍ଥ। ସେ ଏକାନ୍ତରେ ବସିବାକୁ ଭଲ ପାଆନ୍ତି, ଖେଳନ୍ତି, ନାଚନ୍ତି, କୀର୍ତ୍ତନ କରନ୍ତି, ଭକ୍ତଙ୍କୁ ଚିମୁଟନ୍ତି ଓ ସେମାନଙ୍କ ସହ ମଜା କରନ୍ତି। ବାବା ଭକ୍ତମାନଙ୍କର ଆନନ୍ଦ ପାଇଁ ସେମାନଙ୍କୁ ତାଙ୍କ ସେବା ପାଇଁ ସ୍ୱାଧୀନତା ଦେଇଥାନ୍ତି, କିନ୍ତୁ କାହା ସେବା ଉପରେ କାହାର ମନ୍ତବ୍ୟକୁ ବରଦାସ୍ତ କରନ୍ତିନି। ବାବାଙ୍କ ଦୃଷ୍ଟିରେ ପ୍ରତ୍ୟେକ କାର୍ଯ୍ୟରେ ଏକ ସୀମାରେଖା ରହିବା ଦରକାର। ଶ୍ରବଣ ଖଣ୍ଡଇ ପାପ ତାପ ଜାଣ ବିପଦ ପଦ ଘୁଞ୍ଚାଇ ବାବା ଧୁନି
दामुआनाଙ୍କ କଥା ଶୁଣି ସାଇ ମହିମା ହୁଅ ଗୁଣି କରିବା ତୁଳା ବ୍ୟବସାୟ ସାଇକୁ ହୁଆଇ ବିନୟ ବାବା କହିଲେ ଗୃହୀଥା ମିଳିବା ଦ୍ରବ୍ୟେ ଶାନ୍ତ ରହ ପୁଣି ଯେ କିଛି ଦିନ ଗଲା ଚାଉଳ କିଣିବ ଭାବିଲା ଅମଳ ବେଳେ ନେବ କିଣି ପଛନ୍ତେ ବିକିବ ସେ ଜାଣି ବାବାଙ୍କ ତୀର ପାଏ ଶିରିଡ଼ି ଧାଇ ଆସିସି ସାଇ ନୋହିଲେ ତହିଁ ରାଜେ ଦାମୁର ମନ ଗଲା ଭାଜି ପଛନ୍ତେ ଜାଣିଲା ଯେ ସିଏ ତୁଳ ଚାଉଳ ଖସି ଯାଏ ଯଦି ସେ ସବୁ କିଣିଥାନ୍ତା ନିଶ୍ଚୟ କ୍ଷତି ହୋଇଥାନ୍ତା ସାଇଜି ଜାଣନ୍ତି ଭବିଷ୍ୟ ସୂଚାଇ ଥିଲେ ସେ ଅବଶ୍ୟ ଜାଣନ୍ତି ସର୍ବ ମନ କଥା ସାଇ ଅଟନ୍ତି ସର୍ବଜ୍ଞାତା ଥରେ ପାର୍ସଲ ଆସିଥିଲା 300 ଆମ୍ବ ତହିଁ ଥିଲା ବାବା ଆମ୍ବକୁ ବାଣ୍ଟି ଦେଲେ 4ଟି ପାଖରେ ରଖିଲେ କାହାକୁ ନଦୀ ହନ୍ତି ସେହି କହନ୍ତି ଏହା ଦାମ ପାଇ ଭକ୍ତି ଯେ ବିଶ୍ୱାସ ନ ଗଲେ ସାଇ ଆମ୍ଭଙ୍କୁ ଭଣ୍ଡି ଦେଲେ ଦାମୁଆନାଥ ଏଠି ନାହିଁ କିପରି ଆମ୍ବ ନେବ ସେହି ବାବାଙ୍କ କଥା ହେଲା ସତ ଦାମୁଆନା ଯେ ଉପସ୍ଥିତ ଯଦି ଚାଦୁଇ ପତ୍ନୀ ତାର ନଥିଲେ ସନ୍ତାନ କୋଳର 4ଟି ଆମ୍ବ ତାକୁ ଦିଲେ ପତ୍ନୀକୁ ଦେବାକୁ କହିଲେ 4ଟି କନ୍ୟା 4 ପୁତ୍ର ସମୟ ଜନ୍ମ ନେଲେ ସତ ସାଇ ଯେ କରୁଣା ସାଗର ଆର୍ତ ବାନ୍ଧବ ଦୟାଶୀଳ ତାଙ୍କ ଚରଣେ ଦେଇ ମତେ ସୁଜନି ସଦା ତାଙ୍କୁ ଚିନ୍ତି ଏ ଭବ ସାଗରୁ ଉଦ୍ଧର
अध्याय 25 श्री साई दियंतु आशीष। साई राम हे साई राम, 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 साई राम हे साई राम। जे पारी मोती भजे मुताहानी काटे बिराजे, भक्ति विश्वास प्रेम बणे मते जे पाई थांती हेले, पंथ जे जणे भक्त थिले अन्य गुरुଙ୍କୁ सेबुथिले, पूर्व सुकृत प्रभावरु साईଙ୍କୁ देखन्ति दूररु, हठात सेहु मूर्छा गले साई कहिले डाकी कति गुरु को केबे न भूलती, बाबा अंतर जामी थिले अन्य हृदय जाणुथिले, पितळ पुआ मूर्छा रोगी बाबा चरणे सेहु सेबी, होइला भला मूर्छा गला साई का जासा चहटिला, विदाय बिडारी जे साई तीनोटी टंका ताकु दी, 2 टंका को मु देथिली, ए 3 टंका एबे देली, रखिबु पूजार गृहरे पूजिबु सात्विक बेभारे, सर्वमंगल तोर हिब आपद विपद कटिब, पितळी ताहा धरी करे मन मध्यरी होंती घारी, साईଙ୍କୁ प्रथम दर्शन 2 टंका केबे देले पूर्ण, घरकु फेरी न मातांकु कहन्ति घटना सबुकु, तामा तामनी पकाइला तो पिला बयस कहिला, रोग जिथिला प्रिय साध्य
ଥିଲେ ପୂଜାର ଘରେ ରଖିଥିଲେ। ପିତଳି ବୁଝିଲି ଗୁମର ସାଇଜି ସାକ୍ଷାତ ଈଶ୍ୱର ଆମ୍ବେଦକରଙ୍କ କାହାଣୀ ଶୁଣି ସଂସାରୁ ତାର ପ୍ରାଣୀ ବିଷୟ ଯୁଦ୍ଧେ ପରାଜିତ ଭାବିଲେ ଆତ୍ମ ହତ୍ୟା ସତ୍ୟ ରାତ୍ର ସମୟେ କୂପେ ପଡ଼ି ଦେବେ ସେ ନିଜ ପ୍ରାଣ ଛାଡ଼ି। ଏ କଥା ଭାବୁ ଥାନ୍ତି ବସି ସଗୁଣ ନାମୀ ଭକ୍ତ ଆସି ମହନ୍ତ ଅକଲ କୋଟର ଜୀବନୀ ବହି ତାହାଙ୍କର ଆମ୍ବେଦକରଙ୍କୁ ସେ ଦିଏ ପଢ଼ିବା ପାଇଁ ତାଙ୍କୁ କହେ ପୃଷ୍ଠା ସେ ଓଲଟାଇ ଯାଆନ୍ତି ଆଖିରେ ପଡ଼ିଲା ସେ ପଙ୍କ୍ତି। ଆତ୍ମହତ୍ୟାର ଇଚ୍ଛା ନେଇ ଭକ୍ତ ଯେ କୂପ କୁଳିଆଇ ପଛରୁ ଭିଡ଼ି ମହାରାଜ କହନ୍ତି ଏହି ପଥ ତ୍ୟଜ। ସମାଧାନର ବାଟ ଖୋଜ କର୍ମର ଫଳ ବଡ଼ ତେଜ ଜନ୍ମରୁ ଜନ୍ମାନ୍ତର ଯା ପଛ ନ ଛାଡ଼େ କେବେ ତାହା। ଆମ୍ବେଦକର ଉଦି ଜ୍ଞାନ ଜାଣିଲେ ସାଇ ଭଗବାନ ଠିକଣା ସମୟ ରେ ସାଇ ବାରତା ଛନ୍ତି ପଠିଆଇ। ଅମର ଜନି ନାଶ ଗଲା ସୁନ୍ଦର ସକାଳ ହୋଇଲା ଆମ୍ବେଦକର ଶିରିଡ଼ିରେ ନମଇ ବାବାଙ୍କ ପୟରେ। ବାବା କରିଲେ କୋଳାଗ୍ରତ ହେଲା ସେ ଜୀବନ ଆଶ୍ରିତ ସୁଜନି ଚିନ୍ତ ଶାନ୍ତ ମନେ ବାବାଙ୍କ ଚରଣ ଧିଆନେ। ହୋଇବ ଦୁଃଖ ଭବ ପାର ଛନ୍ଦରେ କହେ ଶୋଭାକର 26 ଅଧ୍ୟାୟର ଶେଷ ଯାହା କହିଲେ ସାଇ ଈଶା। ସାଇ ରାମ ହେ ସାଇ ରାମ हे साई राम। साई राम हे साई राम। साई राम हे साई राम। साई राम हे साई राम। साई राम
हे साई राम। सदा ग्रंथर पाठ पाई साई सर्वदा थांती कही एकनाथक भागवत भावार्थ रामायण सीता श्रीराम विजय कुपुणी विष्णु सहस्र नाम गुणी मस्जिद रे पढ़ा होई भक्त माने सुनु थाई रामदासीर बही नियंती श्याम हातरे तोड़ी दियंती करंती नाना लीला साई तांकु बुझिबा शक्ति काई भक्त ज्ञान अहंकार मुहूर्ते करी दियंती दूरा भूत भविष्य जानी थांती भक्तंक आगे बखाणती प्राणी का पूर्व जन्म कथा जानी न थाती से सर्वथा खपरड़े कर श्रीमती तिनी जन्मता बखाणती सद्गुरु से थिले साई मुक्तिर पथ को देखाई नासंती पूर्व कर्म फल जीवन सरस सुढाल अध्याय 27 शीर्ष भावरी बंधा साईस अध्याय 27 शेष भावरे बंधा साईस साई राम बापा तुमी साई राम बाबा तुमी साई राम बाबा तुम्हें साई राम बाबा तुम्हें साई राम बाबा तुम्हें साई राम बाबा तुम्हें साई साई बाबा समस्त कल्पतरु सदृश थिले। से जाति धर्म संस्कृति आर्थिक सामाजिक शिक्षा और लिंग इत्यादि मध्य कौन सी पातर अंतर रखु नथिले। आईनजीवी नरसिंह स्वामीजी अद्भुत साई सेवा इतिहास पृष्ठारे लिपिबद्ध हो जाइछि। समग्र भारत वर्षर गलिकंदी रे साई लीला प्रचार प्रसार करिबारे तांकर भूमिका अनबद्य। लंबा आध्यात्मिक यात्रा पर स्वामीजी विशिष्ट साई भक्त उपासनी महाराज पाखरे पहुँचीले। उपासनी महाराज को देखि तांक मनरे आसिला उपासनी महाराजा आध्यात्मिक मार्गरे एते महान होइचंती ताहले तांको गुरु साई बाबा केते महान होई नथिबे। 1936 मसीह
ଶିରିଡ଼ି ସ୍ଥିତ ସାଇବାବାଙ୍କ ସମାଧି ମନ୍ଦିର ଦର୍ଶନ କରି ଜୀବନର ସବୁଠାରୁ ଆନନ୍ଦମୟ ଦିନ ବୋଲି ଉପଲବ୍ଧ କଲେ। ନରସିଂହ ସ୍ୱାମୀ ଶିରିଡ଼ିରେ ପହଞ୍ଚିଲା ବେଳକୁ ବାବାଙ୍କ ପ୍ରାୟ ନିକଟତମ ଭକ୍ତ ଯଥା ଶାମା, ତାତ୍ୟା, ଅବଦୁଲ, ଲକ୍ଷ୍ମୀବାଇ ଓ ସଗୁଣ ନାୟକ ଇତ୍ୟାଦି ଜୀବିତ ଥିଲେ। ସେମାନଙ୍କର ମଧ୍ୟରେ ଦାମୁ ଆନ୍ନା ମଧ୍ୟ ରହିଥିଲେ, ଯିଏ ତାଙ୍କ ଅନୁଭୂତି ନରସିଂହ ସ୍ୱାମୀଜୀଙ୍କୁ କହିଥିଲେ। ଦାମୁ ଆନ୍ନା ବାବାଙ୍କର ନିକଟତମ ଭକ୍ତ, ଯିଏ ପ୍ରତିବର୍ଷ ଶିରିଡ଼ିର ରାମନବମୀ ଉତ୍ସବ ନିମିତ୍ତ ପତାକା ଯୋଗାନ୍ତି। ସିଏ ବମ୍ବେର ଏକ ବନ୍ଧୁଙ୍କ ସହ ତୁଳା ବ୍ୟବସାୟ କରିବାର ପ୍ରସ୍ତାବ ପାଇଥିଲେ, ଯେଉଁଥିରେ ସମସ୍ତ ଅର୍ଥ ସେ ଖଟେଇଥାନ୍ତେ। କିନ୍ତୁ ବାବାଙ୍କର ନାସ୍ତିବାଚକ ସୂଚନା ପାଇଁ ମନ ହତାଶ ହୋଇଗଲା। ପୁନଃ ଚାଉଳ ଗହମ ବ୍ୟବସାୟ କରିବାକୁ ଚାହିଁଲେ। ତାହା ମଧ୍ୟ ତ୍ରିକାଳଦର୍ଶୀ ବାବା ବାରଣ କଲେ। ତାହା ହିଁ ହେଲା ଯାହା ବାବା ସୂଚନା ପାଇଥିଲେ। ସବୁଆଡ଼େ ପ୍ରଚୁର ବର୍ଷା ହେଲା, ଶସ୍ୟ ଦର କମିଗଲା। ପୁନଃ ଯେଉଁ ମହାଜନ ତୁଳା ବ୍ୟବସାୟ ପାଇଁ ପ୍ରସ୍ତାବ ଦେଇଥିଲେ ତାହା ମଧ୍ୟ ଭୁଷୁଡ଼ିଗଲା। ବାବା କେବଳ ଆଧ୍ୟାତ୍ମିକ ଗତି ଓ ମାନସିକ ଶାନ୍ତି ଦେଇନଥାନ୍ତି, ଭକ୍ତର ଆର୍ଥିକ ସୁରକ୍ଷା ମଧ୍ୟ ଦେଇଥାନ୍ତି। ଏହି 25 ଅଧ୍ୟାୟର ଶେଷରେ ହିମତପନ୍ଥ ବାବାଙ୍କୁ ପ୍ରାର୍ଥନା କରି କହିଛନ୍ତି, ତାଙ୍କର ସମସ୍ତ କୁପ୍ରବୃତ୍ତିକୁ ନଷ୍ଟ କରାଇ ଆତ୍ମୋପଲବ୍ଧି କରାନ୍ତୁ, ତାଙ୍କୁ ସାଂସାରିକ ସୁଖ ବିଳାସର ମୁକ୍ତ କରନ୍ତୁ, ତାଙ୍କୁ ମୁଁ କର୍ତ୍ତା ଭାବରୁ ଦୂରେଇ ରଖନ୍ତୁ ଓ ତାଙ୍କ ଭିତରେ ଶ୍ରଦ୍ଧା, ନିଷ୍ଠା, ସଦ୍ବିଚାର, ସନ୍ତୋଷ ପ୍ରଭୃତି ସଦ୍ଗୁଣ ଦ୍ୱାରା ଭୂଷିତ କରାନ୍ତୁ। ଶ୍ରୀମଦ୍ ଭଗବତ ଗୀତାର 2ୟ ଅଧ୍ୟାୟ ସାଂଖ୍ୟ ଯୋଗରେ ଶ୍ରୀକୃଷ୍ଣ ଅର୍ଜୁନକୁ ଯୁଦ୍ଧ କରିବା ପ୍ରସଙ୍ଗ ନେଇ କହିଛନ୍ତି, ସମ୍ଭାବିତସ୍ୟ ଚାକୀର୍ତ୍ତି ମରଣାଦତିରିଚ୍ୟତେ। ଯଶସ୍ୱୀ ଲୋକଙ୍କର ଅଜସ ମରଣ ଅପେକ୍ଷା ମଧ୍ୟ ଅଧିକ ଅଟେ। ଏହା କେବଳ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ସମ୍ବାଦ ନୁହେଁ, ଏହା ଗୁରୁ ଓ ଶିଷ୍ୟ ମଧ୍ୟରେ ସମ୍ବାଦ। ଆମେ ଯଦି ସାଇଙ୍କ ଭକ୍ତ ହୋଇ ନିଜ ଭିତରେ ମନର ଅସ୍ଥିରତା, ଅତ୍ୟଧିକ ବାସନା, ହୀନମନ୍ୟତା, ଶଙ୍କା ଓ ସନ୍ଦେହର ନକାରାତ୍ମକ ଭାବନା ଓ ହିଂସା ଓ ଆଳସ୍ୟକୁ ବାନ୍ଧି ରଖିବା, ତେବେ ବାବାଙ୍କ ପ୍ରିୟ ହେବା ପାଇଁ ଆମର ଯୋଗ୍ୟତା ଆସିବନି। ଏ ସମସ୍ତ ଦୁର୍ଗୁଣ ଅଜସ ଓ ଅକୀର୍ତ୍ତିକୁ ନିମନ୍ତ୍ରଣ କରିଥାଏ। ତେଣୁ ହିମତପନ୍ଥ ମାନସିକ ଉପାସନାକୁ ଏକ ସୁନ୍ଦର ଉପାୟରେ ବର୍ଣ୍ଣନା କରିଛନ୍ତି। ଆମେ ଆମର ସଦ୍ଗୁରୁଙ୍କ ପଦ ଧୋଇବା ନିଜର ଆନନ୍ଦାଶ୍ରୁ ଗରମ ପାଣି ଦ୍ୱାରା। ଆମେ ତାଙ୍କ ଶରୀରକୁ ଲେପ କରିବା ବିଶୁଦ୍ଧ ଶ୍ରଦ୍ଧାରୂପକ ଚନ୍ଦନ ଦ୍ୱାରା। ଆମର ବିଶ୍ୱାସ ତାଙ୍କ ଶରୀରର ଆଚ୍ଛାଦନ ହେଉ। ଆମର ଭକ୍ତିର ପଟି ତାଙ୍କର କମରପଟି ହୋଇଯାଉ। ଆମର 8ଟି ସାତ୍ତ୍ୱିକ ଭାବ ତାଙ୍କୁ ସମର୍ପିତ ହେଉଥିବା ଅଷ୍ଟପଦ୍ମ ହେଉ। ଏହିପରି ଅଳଙ୍କାର ଦ୍ୱାରା ଆମ ଗୁରୁଙ୍କୁ ସଜେଇ ତାଙ୍କୁ ଏତିକି ମାଗିବା, ସେ ଆମକୁ ଅସତ୍ୟ ଓ ସତ୍ୟ କ'ଣ ତାହା ବାଛିବାର ଶକ୍ତି ଦିଅନ୍ତୁ। ଯେଉଁ ଭକ୍ତମାନେ ନିଜର ଦୀକ୍ଷାଗୁରୁ ଥାଇ ମଧ୍ୟ ବାବାଙ୍କ ପାଖକୁ ଯାଉଥିଲେ, ସର୍ବଜ୍ଞ ବାବା ସେମାନଙ୍କୁ ଅଭୟ ପ୍ରଦାନ କରି କହୁଥିଲେ, ଯେତେ ବିପଦ ଆସନା କାହିଁକି ନିଜ ଗୁରୁଙ୍କୁ ଜାବୁଡ଼ି ଧର। ଏହି ପ୍ରକାର ଘଟଣା ଭକ୍ତ ପନ୍ଥଙ୍କ ଜୀବନରେ ହୋଇଥିଲା। କାରଣ ତାଙ୍କର ଗୁରୁ ଥିଲେ, ସେ ମଧ୍ୟ ଅନିଚ୍ଛା ସତ୍ତ୍ୱେ ଶିରିଡ଼ି ଯାଇଥିଲେ। ସେହି ସ୍ଥାନରେ ତାଙ୍କର ଚେତା ବୁଡ଼ିଗଲା ଓ ବାବାଙ୍କ କୃପାରୁ ସେ ଚେତା ଫେରି ପାଇଲେ। ସର୍ବଜ୍ଞ ବାବା ମଧ୍ୟ ତାଙ୍କୁ ଏହି ପ୍ରକାର କହିଥିଲେ, ଯାହା ଆସୁନା କାହିଁକି, ଯାହାଙ୍କୁ ଆଶ୍ରୟ କରିଛ ତାଙ୍କୁ ଜାବୁଡ଼ି ଧର। ସତରେ ବାବାଙ୍କର କେତେ ନିରପେକ୍ଷ ବିଚାର। ବାବା ତାଙ୍କର ଆଧ୍ୟାତ୍ମିକ ଚାହାଣୀ, ସ୍ପର୍ଶ, ବାକ୍ୟ ଓ ଉଦି ଦ୍ୱାରା ସମସ୍ତ ଅସାଧ୍ୟ ରୋଗରୁ ଭକ୍ତମାନଙ୍କୁ ଉଦ୍ଧାର କରୁଥିଲେ। ଏହି ପ୍ରକାର ହରିଶ୍ଚନ୍ଦ୍ର ପିତେଲଙ୍କ ପୁଅର ଅପସ୍ମାର ରୋଗକୁ ଦୃଷ୍ଟି ମାତ୍ରକେ ଭଲ କରିଥିଲେ। କର୍ମର ଫଳ ଏତେ ଗହନ ଯେ ତାହା ଭଗବାନ ଓ ମହାପୁରୁଷମାନଙ୍କ ପିଛା ମଧ୍ୟ ଛାଡ଼ି ନାହିଁ। ଏ ପରିବର୍ତ୍ତନ ଜୀବନଶୈଳୀରେ ଦୁର୍ଦ୍ଦିନରେ ମାନସିକ ଶାନ୍ତି ନ ହରେଇ ଧୈର୍ଯ୍ୟ ରଖି ଆଗାମୀ ସୁଦିନକୁ ଅପେକ୍ଷା କରିବା ଉଚିତ। ଏହିପରି ପୁନାର ଗୋପାଳ ନାରାୟଣ ଆମ୍ବେଦକରଙ୍କ କଥା, ସେ ବଡ଼ ଦୁର୍ଦ୍ଦିନରେ ଦିନ କାଟୁଥିଲେ। ଶସ୍ତ୍ରୀକ ବହୁବାର ଶିରିଡ଼ି ଯାଇ ମଧ୍ୟ କିଛି ଫଳ ମିଳିଲା ନାହିଁ। ଏହିପରି ଭାବରେ ସେ ଶିରିଡ଼ିରେ ଥିବା ସମୟରେ ଏକ କୂଅରେ ପଡ଼ି ଆତ୍ମହତ୍ୟା କରିବାକୁ ଉଦ୍ୟତ ହୁଅନ୍ତି। ତହୁଁ ସଗୁନ ମହାଶୟ ନାମକ ବ୍ୟକ୍ତି ତାଙ୍କୁ ବୁଝେଇଥିଲେ ଓ ଅକାଲ କୋତ୍କର ମହାରାଜଙ୍କ ଜୀବନୀ ଦେଇଥିଲେ। ସେ ବହିକୁ ପଢ଼ି ଏତିକି ଜାଣିପାରିଥିଲେ, ଭଲ ହେଉ ଅଥବା ମନ୍ଦ ହେଉ, ତୁମକୁ ପୂର୍ବକର୍ମର ଫଳ ଭୋଗିବାକୁ ପଡ଼ିବ। ଦୟାଳୁ ବାବା ସେଇଆ ହିଁ ଚାହୁଁଥିଲେ। ତାଙ୍କ ଭକ୍ତ ଥରକରେ କୁକର୍ମ ଫଳ ଭୋଗି ଦେଉ,
ତେଣୁ ସେ ପ୍ରଥମରୁ ଦୃଷ୍ଟି ଦେଇନଥିଲେ। ଆମ୍ବେଦକର ମଧ୍ୟ ବାବାଙ୍କ ପ୍ରତି ଏକନିଷ୍ଠ ଭକ୍ତି ରଖି ଜ୍ୟୋତିଷ ବିଦ୍ୟା ପଢ଼ିଲେ ଓ ତାଦ୍ୱାରା ଅର୍ଥ ଉପାର୍ଜନ କଲେ। ଭକ୍ତମାନଙ୍କର ସାଂସାରିକ ସମସ୍ୟା ସମାଧାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଆଧ୍ୟାତ୍ମିକ ମାର୍ଗରୁ ଉତ୍କର୍ଷତା ପାଇଁ ନିକଟତମ ଭକ୍ତମାନଙ୍କୁ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଗ୍ରନ୍ଥ ପଢ଼ିବାକୁ ଆଦେଶ ଦେଉଥିଲେ। ସାଇବାବା ସନ୍ଥ ଏକନାଥଙ୍କ ଦ୍ୱାରା ଟୀକାକୃତ ଭାଗବତକୁ ପ୍ରାୟ ବହୁ ଭକ୍ତଙ୍କୁ ପଢ଼ିବାକୁ କହୁଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟତଃ କାକା ମହାଜନୀ, ଶ୍ୟାମା, ହେମନ୍ତ ପନ୍ଥ ଓ କାକା ଦୀକ୍ଷିତ ପ୍ରଭୃତି ଅଟନ୍ତି। 1500 ଖ୍ରୀଷ୍ଟାବ୍ଦର ସନ୍ଥ ଏକନାଥ ଏକ ଦିବ୍ୟ ବ୍ୟକ୍ତିତ୍ୱ, ଜାଗ୍ରତ ଆତ୍ମା ଓ ମାନବ ସମାଜ ପାଇଁ ସର୍ବୋତ୍କୃଷ୍ଟ ଉପହାର, ଯିଏ ବହୁ ଆଧ୍ୟାତ୍ମିକ ପୁସ୍ତକ ଲେଖିବା ସହ ଚତୁଶ୍ଲୋକୀ ଭାଗବତ ଲେଖିଥିଲେ। ସେ ପ୍ରଥମ କରି ମରାଠୀ ଭାଷାରେ ରାମାୟଣ ଲେଖିଥିଲେ। ତାଙ୍କୁ ମହାରାଷ୍ଟ୍ରର ଯୁଗ ପ୍ରବର୍ତ୍ତକ କହନ୍ତି। ଏକ ନାଟକୀୟ ପରିବେଶ ସୃଷ୍ଟି କରି ସାଇବାବା ରାମଦାସୀଙ୍କ ଠାରୁ ବିଷ୍ଣୁ ସହସ୍ରନାମ ପୁସ୍ତକଟିକୁ ଆଣି ଶ୍ୟାମାଙ୍କୁ ଦେଇଥିଲେ। ମହାଭାରତର ଅନୁଶାସନ ପର୍ବରେ ରହିଥିବା ବିଷ୍ଣୁ ସହସ୍ରନାମ ଏକ ଅମୂଲ୍ୟ ଆଧ୍ୟାତ୍ମିକ ଗ୍ରନ୍ଥ, ଯେଉଁଥିରେ ମୁନିଋଷିମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଭଗବାନଙ୍କ ନାମ ସମୂହ ରହିଛି, ଆଉ ଯେଉଁ ନାମରେ ଲୀଳା ଯୋଡ଼ି ରହିଛି। ମହାଭାରତ ଯୁଦ୍ଧ ଶେଷ ହେଲା, ହେଲେ ଯୁଧିଷ୍ଠିର ଆତ୍ମିକ ସନ୍ତୋଷ ହରାଇ ବସିଲେ, ନିଜକୁ ଏକାକୀ ଅନୁଭବ କଲେ। ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ସେ ଭୀଷ୍ମଙ୍କ ପାଖକୁ ଗଲେ। ଯୁଧିଷ୍ଠିର ଭୀଷ୍ମଙ୍କୁ ଶାନ୍ତିର ମାର୍ଗ କଥା ପଚାରନ୍ତେ ଭୀଷ୍ମ ଏହି ବିଷ୍ଣୁ ସହସ୍ରନାମ ମହତ୍ଵକୁ କହିଥିଲେ। ଶ୍ରୀ ସାଇନାଥଙ୍କ ଜନ୍ମ, ପିତୃମାତୃ ପରିଚୟ, ତାଙ୍କ ଜୀବନ ଓ କାର୍ଯ୍ୟକଳାପ ସବୁକିଛି ରହସ୍ୟାବୃତ। ଶ୍ରୀ ସାଇ ଲୀଳାମୃତର ଲେଖକ ପ୍ରଭାକର ଅଗସ୍କର କହିଛନ୍ତି ଯେ ବାବା କୌଣସି ମାତୃଗର୍ଭରୁ କିମ୍ବା କୌଣସି ପରିବାରରେ କିମ୍ବା କୌଣସି ଧର୍ମରେ ଜନ୍ମଗ୍ରହଣ କରିନଥିଲେ। ସନ୍ଥ କବୀର ଓ ନାମଦେବଙ୍କ ପରି ସେ ଶିରିଡିରେ ଆବିର୍ଭୂତ ହୋଇଥିଲେ। ବାବାଙ୍କ ପ୍ରତ୍ୟକ୍ଷ ଭକ୍ତ ଉପାସନୀ ମହାରାଜ ନିଜ ରଚିତ ସାଇ ମହିମ୍ନ ସ୍ତୋତ୍ରରେ ଲେଖିଛନ୍ତି, ଅଜନ୍ମାଦ୍ୟମେକମ୍ ପରମ ବ୍ରହ୍ମ ସାକ୍ଷାତ୍ ସ୍ୱୟଂ ସମ୍ଭବମ୍ ରାମମେବାବତୀର୍ଣ୍ଣମ୍। ଅର୍ଥାତ୍ ବାବା ଅଜନ୍ମା, ସ୍ୱୟଂ ସମ୍ଭୂତ ଏବଂ ରାମଙ୍କ ରୂପରେ ଅବତୀର୍ଣ୍ଣ। ବାବା ମଧ୍ୟ ବେଳେବେଳେ ତାଙ୍କ ନିକଟତମ ଭକ୍ତଙ୍କୁ କଥା ପ୍ରସଙ୍ଗରେ କହିଛନ୍ତି, ମୁଁ ମୋର ପିତାମାତାଙ୍କୁ 8 ବର୍ଷ ବୟସରେ ହିଁ ଛାଡ଼ି ଆସିଲି। ସତେ ଯେପରି ଶ୍ରୀକୃଷ୍ଣ 8 ବର୍ଷ ବାଳକ ରୂପେ ଦେବକୀଙ୍କୁ ଦର୍ଶନ ଦେବାର ପ୍ରତିଫଳନ ମାତ୍ର, ବାବା ମଧ୍ୟ କାହାକୁ କୃଷ୍ଣ ରୂପରେ ଓ କାହାକୁ ରାମ ରୂପରେ ଦର୍ଶନ ଦେଇ ଏହି କଥାକୁ ପ୍ରମାଣ କରିଛନ୍ତି। ଏକଦା କାକା ସାହେବ ଦୀକ୍ଷିତ ଧ୍ୟାନରେ ବିଠଲଙ୍କୁ ଦର୍ଶନ କରିଥିଲେ ଓ ସେହିଦିନ ବାବା ତାଙ୍କୁ ପଚାରିଥିଲେ, ବିଠଲ ଆସିଥିଲେ କି? ସେ ବହୁତ ଚଞ୍ଚଳ, ତାଙ୍କୁ ଜାବୁଡ଼ି ଧର। ସେଦିନ ମଧ୍ୟ ବୁଲାବିକାଳି ବିଠଲ ଠାକୁରଙ୍କ ଛବି ବିକ୍ରି କରି ଆଣିବାକୁ ଆଣିଥିଲା, ଯେଉଁ ଛବି ବାବାଙ୍କୁ ଦୀକ୍ଷିତ ଧ୍ୟାନରେ ଦେଖିଥିବା ଛବି ସହ ସମାନ ଥିଲା। ଏହା ବାବାଙ୍କ ଲୀଳା ନୁହେଁ ତ ଆଉ କ'ଣ? ବାବା ଗୀତା, ଭାଗବତ, ବ୍ରହ୍ମବିଦ୍ୟା ପଢ଼ୁଥିବା ଲୋକଙ୍କୁ ଆଦର କରୁଥିଲେ। ଏ ପ୍ରକାର ଭାବରେ ପାର୍ସଲରେ ଆସିଥିବା ବାଲ ଗଙ୍ଗାଧର ତିଲକ ଦ୍ୱାରା ଲିଖିତ ଗୀତା ରହସ୍ୟ ପୁସ୍ତକଟିକୁ ହାତରେ ଧରି ସେଥିରେ 1 ଟଙ୍କା ରଖି ବାପୁ ସାହେବ ଯୋଗଙ୍କୁ ଦେଇଥିଲେ। ବିଦ୍ୟା ଦଦାତି ବିନୟଂ। ବାସ୍ତବିକ ଯେ ବିଦ୍ୟାକୁ ଆୟତ୍ତ କରି ତାର ନୈତିକ ତତ୍ତ୍ୱକୁ ଅନୁଭବ କରିଥାଏ, ସେ ବିନମ୍ର ଓ ସରଳ ହୋଇଥାଏ। ଏହି ପ୍ରକାର ଦାଦା ସାହେବ ଖପର୍ଡେ, ଯିଏ ଧନୀ ଥିଲେ ଏବଂ ସଂସ୍କୃତ ବିଦ୍ୱାନ ମଧ୍ୟ ଥିଲେ, କିନ୍ତୁ ସମସ୍ତ ପାଣ୍ଡିତ୍ୟ, ବେଦ ଓ ବେଦାନ୍ତର ପ୍ରତୀକ ବ୍ରହ୍ମସ୍ୱରୂପ ବାବାଙ୍କ ପାଖରେ ମଉଳିଯାଏ। ଏହି ପ୍ରକାର ନୁଲକର ଓ ବୁଟ୍ଟି ମହାଶୟ ମଧ୍ୟ ବାବାଙ୍କ ପାଖରେ ନିରୀହ ଓ ସଂଯତ ହିଁ ରହୁଥିଲେ। ଦାଦା ସାହେବଙ୍କ ଧର୍ମପତ୍ନୀ ଶ୍ରୀମତୀ ଖପର୍ଡେ ଜଣେ ଧର୍ମପରାୟଣା ମହିଳା ଥିଲେ। ତାଙ୍କ ପ୍ରଦତ୍ତ ନୈବେଦ୍ୟ ବାବା ତୁରନ୍ତ ଗ୍ରହଣ କରୁଥିଲେ। ତାଙ୍କ ଖାଦ୍ୟ ପ୍ରସ୍ତୁତିର ଶ୍ରଦ୍ଧା ପୂର୍ବ ଜନ୍ମରୁ ଯୋଡ଼ି ହୋଇ ରହିଛି। ବାବାଙ୍କ କହିବା ଅନୁସାରେ ସେ ପୂର୍ବଜନ୍ମରେ ଗାଈ ହୋଇ ତାଙ୍କୁ କ୍ଷୀର ଦେଉଥିଲା। ପୁନଃ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ତାଙ୍କର ନିକଟତମ ଥିଲା। ଅର୍ଥାତ୍ ଶ୍ରଦ୍ଧାଯୁକ୍ତ ଖାଦ୍ୟ ଓ ଭକ୍ତି ଭକ୍ତ ଓ ଭଗବାନଙ୍କୁ ବାନ୍ଧି ରଖେ। ଶ୍ରୀମଦ୍ ଭଗବତ ଗୀତାର 9ମ ଅଧ୍ୟାୟରେ କୁହାଯାଇଛି, ପତ୍ରଂ ପୁଷ୍ପଂ ଫଲଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରଯଚ୍ଛତି
तदहं भक्तिपरहूत मस्मामि प्रयतात्मनः। जो व्यक्ति भक्तिपूर्वक आंभ को पत्र पुष्प फल बा जलमात्र प्रदान करती से निर्मल अंतकरण व्यक्तिंकर भक्तिर उपहार स्वरूप ताहा ग्रहण करू। बाबा मध्य श्रीमती खपड़ांक उपरे खुशी होई तांकु राजाराम जप करियाकु उपदेश देइथिले। हस्तिरु कीट परिजान्ति साई प्रमति अविरते। साई देखान्ति मुक्ति पथ जाहाकु योग्य जेउ मत। लाला लक्ष्मी चांद जे थांती स्वप्न रे बाबा को देखती। दास गणों पाखे पुणी फोटो को देखी मने गुणी। शिरिडी जीवा मनियास मिलिला बाबा को संदेश। शंकर रावଙ୍କ संगारी प्रवेश शिरिडी भूई रे। साई कहते सब कथा शिरिडी आसिबा व्यवस्था। 15 टंका धार नेबा रास्तारू बिजुली किणीबा। हत चकित लक्ष्मी चांद बाबा जानती सबु फांद। बरहनपुरर महिला रातिरी बाबा को देखिला। मागुण छंती खेचुड़ी उठी खोजंती चारि सारी। शिरिडी मसजिद गले खेचुड़ी रांधी परसिले। मेघाना मरीषि ब्राह्मण परम शिव भक्त जान। 60 कक्षरी रहिथिला शुणिला बाबांकर लीला। जानिला से मुसलमान भेटिबा पाई नाही मन। 60 बाध्यरे आसिला मस्जिद निकटे मिलिला। दूररू बाबांक चित्कार ताहाकु शीघ्र दूर कर। से जे ब्राह्मण बड़ जाति एठारी रहिबा नीति। मेघा रहिला शिरिडी रे हृदय ताहार बदले। साई दिसंती महेश्वर मेघा हृदय अधीश्वर।
बेल पत्र दिला गंगा जल स्नान करी उदक जल तुंडी धरी बाबा स्वप्न रे देखा दे त्रिशूल अंकिबाकु कही त्रिशूल अंका से सहेला शिवंक विग्रह मिलिला मेघा होइला कति खुशी आनंदी पूजा करी बसी काली से गला स्वर्गपुर आनंद सभी कंतर साईता क्रिया कर्म कले सच्चा भक्तंकु धरिले अध्याय गला 28 हणिले शोभा कर दास साई राम बापा तुमी साई राम बाबा तुमी साई राम बाबा तुम्हें साई राम बाबा तुम्हें साई राम बाबा तुम्हें साई राम बाबा तुम्हें साई राम साई चरित उपाख्यान शुणिब लोक परित्राण रामदासी जे संकीर्तन शिरडी ग्रामे पहुँचिण साई कुदार सन कली महिला भाव बुड़िले देखती राम अवतार कहती स्वामी कर स्वामी कहती नुहे किछि आखिरे भ्रम जे होइछि स्वामी जे सपने देखन्ति पुलिस तांको बांधिछन्ति बाबा को करन्ति गुहारी मते एथिरु कर पारी पूर्वर कर्म फल पाई ई दण्ड भोगु अछु तुही बाबा को नीउ झाड़ी हेले बाबा आदेशे मुक्त हेले बाबा को पाद तले सोई पूर्व दोष माने विधर्मी बोली भाबुथिले सेही विकार छाड़ी दिले साई बाबा का स्थान से ही गुरु रामदास दिखाई तेन्दुलकरଙ୍କ घरणी साई भजन छ
भणी पुत्र ताकर पढ़े पाठ डाक्तर हेबाकु उचाट ज्योतिषी कही नास्ति बाणी ता दुख साई राम शुणी कहिले पाठी मन देऊ निश्चित डाक्तर ही बसिहु साई कथा हेला सत्य प्रथम चेष्टारे कृतित्व क्याप्टेन हाते सपनरे व्यंजन खुआंती बाबारे बापाको इच्छा विचारिली बन्धुको हाती टंका दिली व्यंजन करी न प्रस्तुत रखिले बाबाको अग्रत परितृप्त हेले से खाए सुणीन हाते सुखी होए बामन नार्भे कर थरे बाबा को एक टंका देले सीतारामको छवि थिला हनुमान भी रहिथिला उद्देश्य बाबा हाती छुई ताहाकु दिबी लिउटाई रखिले से पूजा स्थान लक्ष्मी से होइबे प्रसन्न दक्षिण बाबा जे मागिले बामन साई हाते देले तथापि न फिरान्ति टंका सभिए देखि आचमका साई कमनी कण थिला किए कहिब ताहा भला जगत जन हित पाए साई जनम मर्त्य भूए उनतिरिश ए अध्याय एही ठपरे शेष हुए जगत जन हित पाई साई जनम मर्त्य भूई उनतिरिश ए अध्याय एही ठाबरी शेष हुई हे साई राम 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 कळप वृक्ष समसाए जीवर दया बांटु थाए पूर्व जन्मर कर्म फले साई को कृपा जीवे मिले काकाजी वैद्य वाणी ग्राम देवी का पूजा उत्तम
ମଣି କାକା ପୂଜନ୍ତି ଶୂଳ ପାଣି হিমন্তি কীর্তি বিন গলা তথাপি দুঃখ ন ঘুচিলা দেবীকু জনান্তি সে দুঃখ দেবী কহন্তি আরে মূর্খ ଶିରିଡ଼ି ଯାଅ ବେଗେ ତୁହି ପୂଜନ କର ତହି ସାଏ କାକାଙ୍କ ନିଦ ତ ଭାଙ୍ଗିଲା ସମ୍ପୂର୍ଣ୍ଣ ତଥ୍ୟ ନ ମିଳିଲା তীর্থ হৃদয়ী বর যোগ শ্যাম পহଞ୍ଚি তাঙ্ক আগ মাতা মানস পূর্তি পাই শ্যাম কাকাঙ্কু ভিটি যাই কাকা যে অতি আনন্দিত সারিলে শ্যাম পূজা কৃত্য উভয় ଶିରିଡ଼ିକୁ ଗଲେ ସାଇଙ୍କ ପାଦରେ ନ ମିଲେ মন তো হইলা আনন্দ টুটিলা সবু বাধা বন্ধ সাইক বিচিত্র জিলীলা সংসার মধ্যে তাঙ্ক ক্ষীরা ସପନେ ଆଦେଶ କରନ୍ତି ସପନେ ସମାଧାନ ଦିଅନ୍ତି କୁଶଳ ଚାନ୍ଦ ଯେ ଭଗତ ଦେଖିଲା ସ୍ୱପ୍ନ ଅଦ୍ଭୁତ বাবা কহন্তি শীঘ্র আস নিদ্রা ভাজিলা ভাবি কুশ কিমিতি অবা জীবি মুহি টাঙ্গা মিলিব এথি কাহি হেমন্ত সময়ে ଦେଖିଲା টাঙ্গা ଗୋଟିଏ ଆସୁଥିଲା ଭିତରେ ବସିଣ ଦେଖିତେ ଡାକନ୍ତି ଆସ ହେ ତୁରିତେ পঞ্জাবি থিলা রাম লালা বম্বিরি সপন দেখিলা ডাকন্তি এক ই ফকির মতি তু শীঘ্র দেখা কর କିଏ ଫକୀର କେଉଁଠାରେ କାହିଁକି ଡାକିଲେ ସ୍ୱପ୍ନରେ ରାମଲାଲାକୁ ନାହିଁ ଜଣା ବମ୍ବେ ବଜାର ନୁହେଁ ଚିହ୍ନ দেখিলা এক ই দোকানি ফট যে রহিছি যতনে ই মোর স্বপ্নর ফকির বুঝিলা নাম ধাম তার ପହଞ୍ଚି ଶିରିଡ଼ିର ଗ୍ରାମ ସାଇ ପାଦରେ କରେ ନମ ଜୀବନ ଯାକ ରହିଗଲା ସଦଗୁରୁ ସେ ଲଭିଥିଲା সরিলা ত্রিশ জি অধ্যায় পারি করন্তু দয়াময় সরিলা ত্রিশ জি অধ্যায় পারি করন্তু দয়াময় हे साई राम
ଭକ୍ତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରୁଥିବା ଓ ସକାରାତ୍ମକ ଭାବ ସୃଷ୍ଟି କରୁଥିବା ସାଇ ସଦାସର୍ବଦା ତାଙ୍କ କାର୍ଯ୍ୟକଳାପ ମାଧ୍ୟମରେ ଚେତନାର ବାର୍ତ୍ତା ଦେଇଥାନ୍ତି। ବାବା କୌଣସି ପରିସ୍ଥିତିରେ, କୌଣସି ଅବସ୍ଥାରେ ଓ କୌଣସି ଆହ୍ୱାନରେ ବିଚଳିତ ହୁଅନ୍ତି ନାହିଁ। ଯେଉଁ ବ୍ୟକ୍ତିର ଭାବନା ଆକାଶ ଭଳି ବିଶାଳ ଓ ଗଙ୍ଗା ପରି ନିର୍ମଳ, ସେ ସନ୍ଥ ହୋଇଯାନ୍ତି। ବାବା ଆହୁରି କିଛି ଉର୍ଦ୍ଧ୍ୱରେ। ଆସନ୍ତୁ ଆମେ ବର୍ଣ୍ଣନା କରିବା ଲାଲା ଲକ୍ଷ୍ମୀଚାନ୍ଦଙ୍କ କଥା। ବାବା ପ୍ରାୟ ଭକ୍ତମାନଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ସେମାନଙ୍କୁ ଟାଣି ଆଣନ୍ତି। ଏହି ପ୍ରକାର ଲାଲା ଲକ୍ଷ୍ମୀଚାନ୍ଦ ସାନ୍ତାକ୍ରୁଜଠାରେ ସ୍ୱପ୍ନରେ ଜଣେ ଦାଢ଼ିଆ ବୃଦ୍ଧଙ୍କୁ ଭକ୍ତଗଣଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଠିଆ ହୋଇଥିବାର ଦେଖିଲେ। କିଛିଦିନ ପରେ ଦତ୍ତାତ୍ରେୟ ମଞ୍ଜୁନାଥ ବିଜୁରଙ୍କ ଘରକୁ ଦାସଗଣୁଙ୍କ କୀର୍ତ୍ତନ ଶୁଣିବାକୁ ଗଲେ, ଯେଉଁଠି ଦାସଗଣୁ ବାବାଙ୍କ ଫଟୋ ରଖିଥିଲେ। ଲକ୍ଷ୍ମୀଚାନ୍ଦ ସ୍ୱପ୍ନରେ ଦେଖିଥିବା ବୃଦ୍ଧ ଏହି ଫଟୋ ସହିତ ସମ୍ପୂର୍ଣ୍ଣ ମେଳ ଖାଉଥିବା ଶିରିଡ଼ିର ବାବା ବୋଲି ଦୃଢ଼ ନିଶ୍ଚୟ ହୋଇଗଲେ। ସେ ତୁରନ୍ତ ଜଣେ ମାରୱାଡ଼ିଙ୍କ ଠାରୁ ଟଙ୍କା ଉଦ୍ଧାର କରି ଶିରିଡ଼ି ଅଭିମୁଖେ ଯାତ୍ରା କଲେ। ଯେତେବେଳେ ବାବାଙ୍କୁ ଦର୍ଶନ କଲେ, ଆତ୍ମବିଭୋର ହୋଇଗଲେ। ସର୍ବଜ୍ଞାତା ବାବା ତାଙ୍କ ଦ୍ୱାରା ଘଟିଥିବା ସମସ୍ତ ଘଟଣାକୁ ପ୍ରକାଶ କରିବା ସହ ସେ ଋଣ କରି ତୀର୍ଥଯାତ୍ରା କରିବା ଉଚିତ ନୁହଁ ବୋଲି ଅସନ୍ତୋଷ ପ୍ରକାଶ କଲେ। ବୋଧହୁଏ ବାବା ଅଯଥା ଋଣ ନ କରିବାର ମାନସିକତାକୁ ଏକ ବଡ଼ ବ୍ୟାଧି ଏହି ସନ୍ଦେଶ ଦେବାର ମୁଖ୍ୟ ଉଦ୍ଦେଶ୍ୟ ରଖିଥିଲେ। ସାଇଙ୍କ ଜୀବନର ଶୈଳୀ ମଧ୍ୟ ଏକ ଗଠନମୂଳକ ବାର୍ତ୍ତା ଦେଇଥାଏ। ନିଜର ଆବଶ୍ୟକତାକୁ ସୀମିତ ରଖ ଓ ମିତବ୍ୟୟୀ ହୁଅ, କାରଣ ଋଣ ଜୀବନର ମହାନ ଦୁଃଖ। ତାହା ସୁଖ, ଶାନ୍ତି ତଥା ଶକ୍ତିର ସର୍ବନାଶ କରେ। ସାଇ ଶବ୍ଦରେ ସୀମିତ ନୁହନ୍ତି। ତାଙ୍କର ଅକଳ୍ପନୀୟ ବ୍ୟକ୍ତିତ୍ୱ କେତେ ଯେ ମାନସିକ ଦୁସ୍ଥ ଓ ଶାରୀରିକ ଦୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରୁଛି, ତାହା ଆମ୍ଭମାନଙ୍କର କଳ୍ପନାର ବାହାର। ମାଇଲ ମାଇଲ ଦୂରରେ ଥିବା ଭକ୍ତ ମଧ୍ୟ ତାଙ୍କରି ଲୋକ। ତେଣୁ ସେ କହନ୍ତି, ମୋ ଲୋକ ଯେଉଁଠି ଥାଉନା କାହିଁକି, ଏମିତିକି ହଜାର ହଜାର ଦୂରରେ ମୁଁ ତାକୁ ଡୋରି ଲଗେଇ ଟାଣି ଆଣିଦିଏ। ସତରେ ବାବାଙ୍କର ଏଇ କଥା ମନରେ କେତେ ବଡ଼ ଆଶା ବାନ୍ଧି ଦେଉଛି। ମାତୃରୂପୀ ବାବା ଲକ୍ଷ୍ମୀଚାନ୍ଦଙ୍କର ମନ କଥା ଜାଣି ତାଙ୍କୁ ଗହମ କ୍ଷୀରି ଖାଇବାକୁ ଦେଇଥିଲେ। ଶ୍ରଦ୍ଧାଯୁକ୍ତ ଖାଦ୍ୟ ବାବା ପ୍ରଥମେ ଭୋଜନ କରନ୍ତି। ଥରେ ବାବା ସ୍ୱପ୍ନରେ ବରହନପୁର ମହିଳାକୁ ଖେଚଡ଼ି ଖାଇବାକୁ ମାଗୁଛନ୍ତି। ମହିଳା ମଧ୍ୟ ତାଙ୍କ ପତିଙ୍କ ସହ ଖେଚଡ଼ି ନୈବେଦ୍ୟ ଦେବା ପାଇଁ ଶିରିଡ଼ି ଆସିଲେ। ମହିଳା ଜଣକ ଯେତେବେଳେ ଖେଚଡ଼ି ପ୍ରସ୍ତୁତ କରି ବାବାଙ୍କୁ ଦେଲେ, ଏହା ଏକ ଅଦ୍ଭୁତ ଦୃଶ୍ୟ ଥିଲା। ବାବା ଅତି ଖୁସିରେ ମୁଠା ମୁଠା ହୋଇ ଖେଚଡ଼ି ଖାଇଦେଲେ। ବାସ୍ତବିକ ଏହା କେବଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଶ୍ରଦ୍ଧାଯୁକ୍ତ ଭାବର ଆଦାନ ପ୍ରଦାନ। ବର୍ତ୍ତମାନ ଆମେ ସାଇ ଭଗବାନଙ୍କ ନିକଟରେ ଭକ୍ତ ମେଘା ବିଷୟରେ ଆଲୋଚନା କରିବା। ମେଘା ଶିବ ଭକ୍ତ ଥିଲେ ଓ ସର୍ବଦା ନମ ଶିବା ମନ୍ତ୍ର ଜପୁଥିଲେ। ତାଙ୍କ ମୁନିବରାଓ ବାହାଦୁର ଷାଠେ କହିଲେ, ବାବା ଶିବଙ୍କ ଅବତାର। ବାବା ମଧ୍ୟ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ପୂର୍ଣ୍ଣ ଅବୟବ ଦତ୍ତାତ୍ରେୟଙ୍କର ଅବତାର। ମେଘା ନିଜ ମୁନିବଙ୍କ ଆଦେଶରେ ଶିରିଡ଼ି ଅଭିମୁଖେ ଯାତ୍ରା କଲେ। ବାଟରେ ବାବା ଜଣେ ମୁସଲମାନ ବୋଲି ଜାଣି ନିଜର ମନକୁ ଉଣା କରିଦେଲେ, କାରଣ ସେ ବ୍ରାହ୍ମଣ ଥିଲେ। ଶିରିଡ଼ି ପହଞ୍ଚିଲା ପରେ ବାବାଙ୍କୁ ଦେଖି ମେଘା ଆତ୍ମବିଭୋର ହୋଇଗଲେ। ହେଲେ ବାବା ମେଘାର ଜାତିଗତ ଅହଂ ପାଇ ତାକୁ ହଠାତ୍ ଆପଣେଇ ନଥିଲେ। କିଛି ଦିନ ପରେ ତାର ନିଷ୍ଠା ଦେଖି ତାକୁ କୃପା କଲେ। ମେଘାର ଶିବ ଭକ୍ତି ଦେଖି ତାକୁ ବାବା ନିଜକୁ ଶିବ ସ୍ୱରୂପରେ ଭାବକୁ ଜାଗ୍ରତ କରେଇଥିଲେ। ବାବାଙ୍କୁ କରାଯାଉଥିବା ଆରତିରେ ମଧ୍ୟ ଅଛି, ଜୟ ମନି ଜୈସା ଭାବ ତୟା ତୈସା ଅନୁଭବ, ଦାବିସି ଦୟା ଘନା ଏସି ତୁଝି ହି ମାବ ତୁଝି ହି ମାବ। ଅର୍ଥାତ୍ ଯିଏ ଯେପରି ଭାବ ବିଶ୍ୱାସରେ ଡାକନ୍ତି ସେହିପରି ଅନୁଭବ ପାଆନ୍ତି। ସେ ଦୟାର ଅବତାର। ମେଘା ବାବାଙ୍କୁ ଶିବ ବୋଲି ଭାବି ମକର ସଂକ୍ରାନ୍ତି ଦିନ ଗୋମତୀ ଜଳରେ ସ୍ନାନ କରିବାକୁ ମନସ୍ଥ କଲା। ହେଲେ ବାବା ତାକୁ ପରାମର୍ଶ ଦେଲେ ମୁଖ୍ୟ ଅଙ୍ଗ ମୁଣ୍ଡରେ ପାଣି ଢାଳିବା ପାଇଁ। କିନ୍ତୁ ସମ୍ପୂର୍ଣ୍ଣ ଆତ୍ମବିଭୋର ହୋଇଯାଇଥିବା ମେଘା ସମ୍ପୂର୍ଣ୍ଣ ଶରୀରରେ ପାଣି ଢାଳିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ବାବାଙ୍କ ମୁଣ୍ଡଟି ହିଁ ଓଦା ଥିଲା, ଆଉ ସବୁ ଶୁଖିଲା ଥିଲା। ବାବା ଥରେ ତାକୁ ରାତିରେ ସ୍ୱପ୍ନରେ ଦେଖାଦେଇ କିଛି ଅକ୍ଷତ ସେଠାରେ ପକାଇ ତ୍ରିଶୂଳ ଆଙ୍କିବାକୁ କହିଲେ। ମେଘାର ନିଦ ଭାଙ୍ଗିଲା ପରେ ମେଘା ଦେଖନ୍ତି ଅକ୍ଷତ ପଡ଼ିଛି। ହେଲେ ବାବା ନିବୁଜ ଦ୍ୱାର ବାଟ ଦେଇ କିପରି ଆସିଲେ? ବାବା ସନ୍ଦେହ ମୋଚନ କରି କହିଥିଲେ, ମୋର ପ୍ରବେଶ ପାଇଁ ଦ୍ୱାର ନାହିଁ, ମୋର ତ ଆକାର ନାହିଁ।
कि विस्तार नाही, मु सबुठी सबुबेले थाए। सतरे बाबा आसंती स्मृति आउ चैतन्यर द्वार दे। से सर्वव्यापी असंख्य साई आश्रितंक पाखरे असंख्य साई होई जानती। मेघावसा को फेरी बाबांक छवि पाखरे त्रिशूल आंकिले। त्रिशूल आंकिला परे परे रामदासी एक शिव विग्रह बाबांको समर्पण कले। वास्तवरे कि महासंजोग। निस्वार्थपर प्रार्थनारे एक अद्भुत शक्ति रही। महान संत श्री रामकृष्ण परमहंसଙ୍କ प्राणस्पर्शी प्रार्थनारे माँ काली तांको कथा को शुणुथिले और तांको सह कथा होउथिले। एहिपरि भावरे रामदासी पंथ अंतर्भुक्त गोटे मद्रासी भजन दल बाबांको महिमा शुणी शिरडी रे पहुँचिले। हेले से दल भितरे जड़े महिला को छाड़ीदेले अन्य मानक मनरे अर्थ लालसा रहितिला। कारण से माने जानिथिले बाबा प्राय भक्त मानकु निजे पाउथिबा दक्षिणा को बांटी दियंती। वास्तव रे बाबा एपरि एक उदार व्यक्तित्व थिले जे कर्मयोगी होई छोट उद्यान सृष्टि करुथिले, माँ होई खाद्य रांधि परसुथिले और अर्थवित होई पाउथिबा दक्षिणा को गरीब मानक मध्यरे बांटी आत्मसंतोष लाभ करुथिले। महिला जनकर श्रद्धापूर्ण निष्काम प्रार्थना रे बाबा तांकर इष्ट रामक रूप रे देखा देइथिले। महिला जनक एही रूप को एपरि वर्णना करी कहिचंती, मु जानकीनाथଙ୍କୁ मुकुट मंडित होई कानरे कुंडल लगाई गलारे बनफूल माला लंबाई और पीतबसन पिंधाई और चतुर्बाहुयुक्त होइथिबा रूपरे दर्शन कली। से हस्तरे शंख चक्र गदा धरिथिले और तांको वक्ष उपरे विष्णुकर पादचिह्न थिला और से कौस्तुभ माला वक्षरे धारण करिथिले। धन्य तुमे पवित्र महिला, धन्य तुमर निष्काम भक्ति। तांकर ए कथा काहाकू विश्वास हेलानी, बरं स्वामी ताच्छल्य करिथिले, किंतु यह महिला को बाधी नथिला। कारण बाबा को श्रीराम रूपरे देखि तांको मन संपूर्ण शांति और स्थिर होई जाइथिला। हेले बाबा किते जे उदार ताहा आम चिंता बाहर। तेणु से धर्मपरायण महिला स्वामी को स्वप्न माध्यम विभिन्न घटनार सम्मुखीन करेइले और तांको तांकर गुरु रामदासଙ୍କ रूपरे दृश्य कराई तांकर आध्यात्मिक उन्नति आनिथिले। एक आलोचना तेंदुलकरଙ୍କ परिवारर कथा। मनुष्य जेतेबेले तार समस्त शक्ति को रचनात्मक कार्य व्यवहार करे तार समस्त श्रेय भगवान को समर्पण करिथाए। श्रीमती सावित्री तेंदुलकर जड़े निष्ठापर और धर्मपरायण महिला थिले। महिला जी 800 अभंग पद विशिष्ट श्री साईनाथ भजनमाला मराठी भाषा लिखिचंती, जहाको पढ़िले भक्त मानंकर बाबांक प्रति श्रद्धायुक्त भक्ति वृद्धि पाइब। बेले बेले देखा जाइछि उच्च विचार और सद्विचार रहिथिबा व्यक्तिर भाग्यचक्र बुली जाइथाए। विधाता बाध्य होइथाए दुख को सुखरे परिवर्तन करिबा पई। एहीपरि तेंदुलकरଙ୍କ पुओ जी डाक्तरी परीक्षा रे उत्तीर्ण होबा पई कठिन परिश्रम करुथिले, किंतु ज्योतिष गणना अनुसार सही वर्ष कृतकार्य होई परिबेनी बोली जानी मन दुख करुथिले। हेले पुण्यात्मा लोकंक पई बाबांक द्वार सबुबेले खोला। आउ बाबांक कृपारु ग्रह मानंकर प्रतिकूल स्थिति सत्वे से सही वर्ष डाक्तरी परीक्षा रे सफलता लाभ कले। एथिरु निष्कर्ष हेला आमे जदि कठिन परिश्रम करिबा और सद्विचार रे रहिबा और बाबांक दृढ़तार सहित जाबुड़ी धरिबा ताहेले असंभव कार्य संभव हेबो। बेले बेले बाबांकर पिलालियामी श्रीकृष्णंकर बाल्य समयर लवणिखिया को मने पकई दिए। बाबा केतेबेले काहाको स्वप्न रे खेचेड़ी मागिलेनी तो पुणी काहा उपरे मिश्री भोग काहींकी देइनु बोली अभिमान कलेनी। एहीपरि दिने बीकानेर रे रहुथिबा कैप्टेन हात्तें को स्वप्न रे दर्शन देई कहिले, तू कण मते भूली गलुणु। कैप्टेन मध्य सही स्वप्न रे बाबांको गुड़ धरिले और परे परे वालपापड़ी संचा अर्थात घी अटा डाली और दक्षिणा सह शिरडी बाहरिले। निद भांगी गला परे बाबांको इच्छा को पूरण करने को जाई संगे संगे ग्वालियर आसुथिबा बंधु को 10 टंका पठेई एई सबु जिनिस किणी शिरडी जावाकू अनुरोध कले। बंधु मध्य शिरडी जाई सेही अनुसार कथा को पालन कले। जेबे एही जिनिस अर्पण करागला ता परदिन बाबा समस्त को आश्चर्य करी केवल नैवेद्य दिया जाइथिबा वालपापड़ी ही खाइले।
ଧନ୍ୟ ହିଁ ଭଗବାନ ଓ ଭକ୍ତଙ୍କ ଭିତରେ ଭାବର ଆଦାନ ପ୍ରଦାନ। ଏହା ଏକ ବାସ୍ତବ ସତ୍ୟ ଯେ ଗୁରୁଙ୍କୁ ଯାହା ଭଲ ଲାଗୁଛି ତାହା କରିବା ହିଁ ଗୁରୁ ଭକ୍ତି। ବାବା ବ୍ୟକ୍ତି ନଥିଲେ, ସେ ଥିଲେ ଶକ୍ତି। ସେ ଆମର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି। ତେଣୁ ତାଙ୍କ ଦର୍ଶନକୁ ମାନି ନେଇ ସେଇଭଳି ଶୁଦ୍ଧ ଆଚରଣ କଲେ ବାବାଙ୍କୁ ଆନନ୍ଦ ମିଳିବା ସହ ଆମ ପରିବାର ସାଇ ପଡ଼ିଶା ଆମ ଉପରେ ପ୍ରସନ୍ନ ହୋଇ ଆଶୀର୍ବାଦ କରିବେ। ବାବାଙ୍କର ଶୁଦ୍ଧ ବିଚାର ଏହା ହିଁ କହେ, ତାଙ୍କ ଭକ୍ତମାନେ ନକାରାତ୍ମକ ଭାବକୁ ତ୍ୟାଗ କରି ଶ୍ରଦ୍ଧା ଧୈର୍ଯ୍ୟର ସହ ସକାରାତ୍ମକ ଭାବକୁ ଜାଗ୍ରତ କରି ପରସ୍ପର ସ୍ନେହ ବନ୍ଧନରେ ରୁହନ୍ତୁ। ପରସ୍ପରର ଚୁଗଲି ନ କରି ବରଂ ପ୍ରୋତ୍ସାହନ ଦିଅନ୍ତୁ। ଆସନ୍ତୁ ଆମେ ଆଉ ଏକ ଭକ୍ତଙ୍କ କଥା ଆଲୋଚନା କରିବା। ନାସିକ ଜିଲ୍ଲାର ବାଣୀ ଗ୍ରାମରେ ରହିଥିବା କାକାଜୀ ବୈଦ୍ୟ, ଯିଏ ସେଠାକାର ଠାକୁରାଣୀ ସପ୍ତଶୃଙ୍ଗୀଙ୍କର ଜଣେ ପୂଜକ ଥିଲେ। ଜୀବନରେ ବହୁ ଉତ୍ଥାନ ପତନ ଆସିଥାଏ। ଏହି ପ୍ରକାର ଭାବରେ ବୈଦ୍ୟ ମହାଶୟ ତାଙ୍କର ବିପତ୍ତି ସମୟରେ ନିଜର ମାନସିକ ସନ୍ତୁଳନ ହରାଇଥିଲେ। ଏଥିପାଇଁ ସେ ମା ସପ୍ତଶୃଙ୍ଗୀଙ୍କୁ ପ୍ରାଣଭରି ଆକୁଳ ପ୍ରାର୍ଥନା କଲେ ତାଙ୍କର ମାନସିକ ସ୍ଥିତିକୁ ସନ୍ତୁଳିତ କରିବା ପାଇଁ, ଯାହାଦ୍ୱାରା ଆନନ୍ଦର ସହିତ ସମସ୍ତ କର୍ମ କରିବାକୁ ସମର୍ଥ ହେବେ। ଅସୁର ଶକ୍ତି ବିନାଶିନୀ, ଚତୁବର୍ଗ ଫଳପ୍ରଦାୟିନୀ ଓ ସମସ୍ତ ବ୍ୟାଧି ନାଶିନୀ ମା ପୁଣି ବୈଦ୍ୟ ମହାଶୟଙ୍କୁ କହିଲେ ବାବାଙ୍କ ପାଖକୁ ଯିବାକୁ। ମା ଜାଣିଥିଲେ ବାବାଙ୍କର ମହିମା, ଯାହାଙ୍କ କୃପାରେ କାକାଜୀଙ୍କର ସନ୍ତପ୍ତ ଚିତ୍ତ ଶାନ୍ତ ହେବା ସହ ଆଧ୍ୟାତ୍ମିକ ଗତିରେ ବି ଉନ୍ନତି ହେବ। ମା ତାଙ୍କର ସେବା କରୁଥିବା ପୁତ୍ରର ଉନ୍ନତି କିପରି ଚାହିଁବେନି। କାକାଜୀ କିନ୍ତୁ ବାବା ବୋଲି ତ୍ରମ୍ବକେଶ୍ୱରଙ୍କ ପାଖକୁ ଗଲେ, କିନ୍ତୁ ସେଠାରେ ମନର ଚଞ୍ଚଳତାକୁ ଦୂର କରିନପାରି ପୁନଃ ନିଜ ଗାଁକୁ ଫେରିଆସି ଦେବୀଙ୍କ କୃପା ଭିକ୍ଷା କରନ୍ତେ ସ୍ୱପ୍ନରେ ଦେବୀ ଶିରିଡ଼ି ବାବାଙ୍କ କଥା କହିଲେ। ଏପଟେ ସାଇଙ୍କର ଆରମ୍ଭ ହୋଇଗଲା ବାଣୀ ଗ୍ରାମର କାକାଜୀକୁ ଟାଣି ନେବାର ଲୀଳା। ଏହି ପ୍ରସଙ୍ଗରେ ଶ୍ୟାମାଙ୍କ ସଂକଳ୍ପ କଥା ଆପେ ଆପେ ଝରିଆସେ। କଥାରେ ଅଛି, ସଫଳତାର ଜନନୀ ସଂକଳ୍ପ ଶକ୍ତି। ଶୁଦ୍ଧ ସଂକଳ୍ପ ଭଗବାନଙ୍କର ବିଭୂତି ସ୍ୱରୂପ। ଶୁଦ୍ଧ ସଂକଳ୍ପ ସାହସ, ଶ୍ରଦ୍ଧା ଏବଂ ଶକ୍ତି ଦ୍ୱାରା ସମାହିତ। ବାବା ମଧ୍ୟ ଭାବୁଥିଲେ ତାଙ୍କର ଭକ୍ତ କୌଣସି ସଂକଳ୍ପର ଋଣରେ ବନ୍ଧା ନ ରହନ୍ତୁ। ଏହି ପ୍ରକାର ଶ୍ୟାମାଙ୍କ ପିଲାଦିନର କଥା। ସିଏ ବହୁତ ଅସୁସ୍ଥ ରହିଥିବାରୁ ତାଙ୍କ ମା ପୁଅ ଭଲ ହେଲେ ସପ୍ତଶୃଙ୍ଗୀ ଦେବୀଙ୍କ ପାଖକୁ ଯିବାର ସଂକଳ୍ପ ଥିଲା। ପୁନଃ ସେ ଅସୁସ୍ଥ ହେଲେ ଓ ଛାତିରେ ତାଙ୍କର ଯାଦୁ ହୋଇଗଲା। ତେଣୁ ଆଉ ଏକ ସଂକଳ୍ପ କଲେ, ଦୁଇଟି ରୂପାସ୍ତନ ମାଙ୍କୁ ଦେବେ। ଯାଦୁ ଭଲ ହୋଇଗଲା, କିନ୍ତୁ ସଂକଳ୍ପ ସଂକଳ୍ପରେ ରହିଗଲା। ଶ୍ୟାମା ଭୁଲିଗଲେ ମାତାଙ୍କୁ ଦେଇଥିବା ସଂକଳ୍ପ ପୂର୍ତ୍ତିର ପ୍ରତିଶ୍ରୁତି। ଯେତେବେଳେ ପରିବାରରେ ଭିନ୍ନ ଭିନ୍ନ ସମସ୍ୟା ମୁଣ୍ଡ ଟେକିଲା, ଏହାର ସମାଧାନ ପାଇଁ ଜ୍ୟୋତିଷ ଠାରୁ ପରାମର୍ଶ ଚାହିଁଲେ। ହେଲେ ଜ୍ୟୋତିଷ ଗଣନାରୁ ଜାଣିପାରିଲେ ଦେବୀଙ୍କ କୋପ ହିଁ ଏହାର କାରଣ ଅଟେ। ସବୁକିଛି ମନେ ପଡ଼ିଗଲା। ତେଣୁ ସେ ଦୁଇଟି ରୂପାସ୍ତନ ତିଆରି କରି ବାବାଙ୍କ ପାଖକୁ ଗଲେ, କାରଣ ବାବା ହିଁ ତାଙ୍କର ସବୁକିଛି। ପରମ ବ୍ରହ୍ମ ସଚ୍ଚିଦାନନ୍ଦ ବାବା ସର୍ବସମର୍ଥ ଥିଲେ ମଧ୍ୟ ଦେବୀଙ୍କ ମହିମା ସର୍ବକ୍ଲେଶ ହାରିଣୀ ତାହା ଭଲ ଭାବରେ ଅବଗତ ଥିଲେ। ଏହା ଭାବି ଶ୍ୟାମାଙ୍କୁ ସପ୍ତଶୃଙ୍ଗୀ ଦେବୀଙ୍କ ପାଖକୁ ପଠାଇଲେ ଏବଂ ତାଙ୍କ ସନ୍ତାନ କାକାଜୀ ବୈଦ୍ୟଙ୍କୁ ଶ୍ୟାମାଙ୍କ ସହ ଟାଣି ଆଣିବାର ଏକ ସୁକଳ୍ପିତ ଯୋଜନାଟିଏ କରିଦେଲେ। କାକାଜୀ ମଧ୍ୟ ଶ୍ୟାମାଙ୍କ ସହ ଶିରିଡ଼ି ଆସିଲେ ଓ ବାବାଙ୍କୁ ଦର୍ଶନ କରି ଅନାବିଳ ଆନନ୍ଦ ପାଇଲେ। ଏହି ପ୍ରକାର ରାହାତାର କୁଶଳ ଚାନ୍ଦ ଓ ବମ୍ବେର ପଞ୍ଜାବୀ ରାମଲାଲଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ତାଙ୍କ ପାଖକୁ ଟାଣି ନେଇଥିଲେ। ସିଏ ଆମର ବାପା, କେବଳ ପ୍ରେମ ଶ୍ରଦ୍ଧାର କଥା କୁହନ୍ତି। इतिश्री साइटिका चतुर्थ दिवस पारायण समाप्त।